ଚୁପ୍ ରହିବା ସବୁଠାରୁ ଭଲ ଉତ୍ତର ଅଟେ। ଯିଏ ଆପଣଙ୍କ କହିବା କଥାକୁ ବୁଝି ପାରିନଥାଏ। ଜୀବନରେ ନିଜକୁ ଶକ୍ତିଶାଳୀ କର। ଅନ୍ୟ ଲୋକଙ୍କ ଭରସାରେ ରହିବା ଆପଣଙ୍କୁ ବର୍ବାଦ କରିଦେବ। ମୋର ରାଗ ଓ ସ୍ନେହ କେବଳ ସେହି ଲୋକମାନଙ୍କ ପାଇଁ ଯେଉଁମାନଙ୍କୁ ମୁଁ ନିଜର ବୋଲି ଭାବିଥାଏ। ଟେନସନ୍ ଓ ଡିପ୍ରେସନ୍ ମଣିଷକୁ ସେତେବେଳେ ହୋଇଥାଏ ଯେତେବେଳେ ସେ ନିଜ ପାଇଁ ନୁହେଁ ଅନ୍ୟ ଲୋକଙ୍କ କଥା ଭାବିଥାଏ। ଯେଉଁ ବ୍ୟକ୍ତି ନିଜ ପାଖରେ ଥିବା ଜିନିଷରେ ସନ୍ତୁଷ୍ଟ ହୋଇନଥାଏ ତାକୁ ଭବିଷ୍ୟତରେ ମିଳିବାକୁ ଥିବା ଜିନିଷରେ ମଧ୍ୟ ସନ୍ତୁଷ୍ଟ ହୋଇନଥାଏ। ଯଦି ଅନ୍ୟ ଲୋକଙ୍କୁ ତୁମ ଜୀବନରେ ଯେତେ ଅଧିକ ଗୁରୁତ୍ୱ ଦେବ ତାଙ୍କ ଜୀବନରେ ତୁମର ମୂଲ୍ୟ ସେତିକି କମ୍ ହୋଇଯିବ। ଖରାପ ସମୟ ଆପଣଙ୍କୁ ହାରିବା ନୁହେଁ ଜିତିବା ଶିଖାଇଥାଏ। ଲୋକଙ୍କୁ ଆପଣଙ୍କ ମହତ୍ତ୍ୱ ସେତେବେଳେ ଜଣାପଡ଼େ ଯେତେବେଳେ ବହୁତ ଡେରି ହୋଇଯାଇଥାଏ। ବିଶ୍ୱାସ ଜିତିବା ପାଇଁ ତ ପୁରା ଜୀବନ ଲାଗିଥାଏ, କିନ୍ତୁ ବିଶ୍ୱାସ ଭାଙ୍ଗିବା ପାଇଁ ଗୋଟିଏ ମୁହୂର୍ତ୍ତ ହିଁ ଯଥେଷ୍ଟ। ଭୁଲିବା ଶିଖି ନିଅନ୍ତୁ। ଏଥିରେ ଆପଣଙ୍କର ହିଁ ଫାଇଦା ହେବ, କାହିଁକି ନା ଦୁନିଆ ମଧ୍ୟ ଆପଣଙ୍କ ସାଙ୍ଗରେ ସେଇଟା କରିବ। ଗୋଟିଏ ସମୟ ପରେ ଦୁଃଖ ସରିଯାଏ କିମ୍ବା ମଣିଷ ସରିଯାଏ। ଯେଉଁ ଜିନିଷ ସହଜରେ ମିଳିଯାଏ ମଣିଷକୁ ତାର ମହତ୍ତ୍ୱ ଜଣା ନଥାଏ। ସ୍ୱାର୍ଥପର ସମ୍ପର୍କ ଯେତେ ଶୀଘ୍ର ତିଆରି ହୁଏ ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଏ। ଗର୍ବ ଓ ଅହଙ୍କାର ପାଇଁ ମଣିଷ ନିଜେ ତା ସମ୍ପର୍କକୁ ଭାଙ୍ଗିଥାଏ। କେବେ କେବେ ବହୁତ କିଛି କହିବାକୁ ଥାଏ, କିନ୍ତୁ ମନର କଥା ମନରେ ରହିଯାଏ। ମିଛ କହି ଆଶା ଦେବାଠାରୁ ଭଲ ସତ କହି ମନା କରି ଦିଅନ୍ତୁ। ଯଦି ଆପଣ ଖୁସି ରହିବାକୁ ଚାହୁଁଛନ୍ତି, ଜୀବନର ନିଷ୍ପତ୍ତି ପରିସ୍ଥିତିକୁ ଦେଖି ନିଅ। ଦୁନିଆକୁ ଦେଖି ଯଦି ନିଷ୍ପତ୍ତି ନେବେ ତ ସବୁବେଳେ ଦୁଃଖରେ ରହିବେ। ଜୀବନ ତ ନିଜର ହୋଇଥାଏ, କିନ୍ତୁ ଏହାକୁ ଅନ୍ୟ ପାଇଁ ବଞ୍ଚିବାକୁ ପଡ଼େ। ଆପଣ କିଏ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣଙ୍କ ଭିତରେ କ'ଣ ଅଛି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଗଲାକାଲି କ'ଣ ଘଟିଛି ତାହା ଆପଣଙ୍କ ମୁଣ୍ଡରେ ଅଛି ଓ ଆସନ୍ତାକାଲି କ'ଣ ଘଟିବ ତାହା ଆପଣଙ୍କ ହାତରେ ଅଛି। ମଣିଷ ଜୀବନ ଗୋଟିଏ ପାଣିର ବୁନ୍ଦା ପରି, କିନ୍ତୁ ଅହଙ୍କାର ସମୁଦ୍ର ପାଣିଠାରୁ ମଧ୍ୟ ବଡ଼। ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓ ସହିତ। ଧନ୍ୟବାଦ।